Welcome to our class Deep Insights. So today we are discussing about problem solving method. A problem cannot be solved without thinking. To solve a problem, the individual has to carry on a good number of mental operation like thinking, reasoning, imagination, etc. The main function of problem solving ability is to develop in children the ability of critical thinking, imagination, deductive reasoning. ତାହେଲେ problem solving method ହଉଛି ଗୋଟେ method ହେଲା ତାହେଲେ ଚିନ୍ତା thinking ବିନା ଆମେ ଗୋଟେ problem କୁ solve କରିପାରିବା ନାହିଁ ହେଲା ତାହେଲେ ଆମେ ଗୋଟେ ସମସ୍ୟାର ସମାଧାନ ପାଇଁ ଆମେ କଣ କଣ କରିଥାଉ ଯେ ଗୋଟେ କଥାକୁ କନସେପ୍ଟଟାକୁ ଆମେ think କରିଥାଉ ଚିନ୍ତା କରିଥାଉ ହେଲା ରିଜନିଂ କ୍ରିଟିକାଲି ତାକୁ ଆଉ ଟିକେ think କରିଥାଉ ତାପରେ ଇମାଜିନେସନ କରିଥାଉ ଏଟା କଲେ କଣ ହବ ଏଇ ସବୁ ଚିନ୍ତା ଦ୍ୱାରା ହିଁ ଗୋଟେ ସମସ୍ୟାର ସମାଧାନ ମିଳିଥାଏ ତ ମେନ୍ ଫଙ୍କସନ ଅଫ ପ୍ରୋବ୍ଲେମ ସଲଭିଂ ଆବିଲିଟି ଇଜ ଟୁ ଡେଭଲପ ଇନ୍ ଚିଲଡ୍ରେନ୍ ତାହେଲେ କଣ ପାଇଁ ଆମର ପ୍ରୋବ୍ଲେମ ସଲଭିଂ ଆବିଲିଟି ଚିଲଡ୍ରେନ୍ ମାନଙ୍କ ଭିତରେ ହବା ଦରକାର ହେଲା କୋଉ କୋଉ ଦ୍ୱାରା ଆମର ତାଙ୍କର ଏବିଲିଟି ପ୍ରୋବ୍ଲେମ ସଲଭିଂ ଆବିଲିଟି ଡେଭଲପ ହୋଇଥାଏ ଯେ ଆବିଲିଟି ଅଫ କ୍ରିଟିକାଲ ଥିଙ୍କିଂ ଦ୍ୱାରା ତାଙ୍କର ଆବିଲିଟି ଡେଭଲପ ହୋଇଥାଏ କୋଉଥିରେ ପ୍ରୋବ୍ଲେମ ସଲଭିଂ ଆବିଲିଟି ଟା ଡେଭଲପ ହୋଇଥାଏ ଆଉ ଇମାଜିନେସନ ବି ଦରକାର ତ ଡିଡକ୍ଟିଭ ରିଜନିଂ ହେଲା ଏସବୁ ଦ୍ୱାରା ହିଁ ଆମେ ଗୋଟେ ସମସ୍ୟାର ସମାଧାନ କରିପାରିଥାଉ ଦେନ୍ ତାପରେ ଆସୁଛି କଣ steps in problem solving American philosopher John Dewey recognized the importance of problem solving method in education ତାହେଲେ ଶିକ୍ଷାରେ ଏଇ ଯୋଉ problem solving method ଟା ଜନ୍ ଡ୍ୟୁଇ यार इम्पोर्टेंस describe करथिले एजुकेशन रे हला ताले से होचंदी कोन अमेरिकन फिलोसोफर ताले अमेरिका रो से होचंदी फिलोसोफर के जॉन ड्यूई he gave 5 important steps in problem solving method ताले पांच गोटी important step अछि कोतरे problem solving method रे तो सेडा कोन देखिबा difficulties field ताले कोन माने समस्याटा हला कौन कष्ट लगुच ସେଇଟାକୁ ଆମେ ଆଗ ଫିଲ୍ କରିବା ଦେନ୍ ତାପରେ difficulties located and defined ତାପରେ ଆମେ ସମସ୍ୟାଟା ଖୋଜିବା କୋଉ କନସେପ୍ଟ ଏଇ ମ୍ୟାଥମେଟିକ୍ସ ଏଇଟା ଆସୁନି ମନେକର ଏକ୍ସାମ୍ପଲ କଥା କହୁଛି ତ ଆଗ ଆମେ ଦେଖିବା କୋଉଠି ସମସ୍ୟା ରହୁଛି ଏଇ ଯାଏଁ ତ ମତେ ଆସୁଛି ହେଲା ତ ପ୍ରୋବ୍ଲେମଟା ଏଇଠୁ ହିଁ ଷ୍ଟାର୍ଟ ହଉଛି ତାକୁ ଆମେ ଲୋକେଟ କରିବା ଆଉ ଡିଫାଇନ୍ କରିବା ଯେ ଏଇଠି ପ୍ରୋବ୍ଲେମ ହଉଛି ତାର ସଲ୍ୟୁସନଟା କେମିତି ହବ ତାହେଲେ ପସିବଲ ସଲ୍ୟୁସନ ସଜେଷ୍ଟ ତାହେଲେ ଏଇଟା କଲେ ଏଇଟା ହବ ଲେଟ୍ ଏକ୍ସ ର ଭ୍ୟାଲୁ ଏତିକି ତ ଏଇଟା କଲେ ଏମିତି ସବୁ ଚିନ୍ତା କରିବା ହେଲା ତାପରେ କନସିକ୍ୱେନ୍ସ ତାହେଲେ ଏଇଟା ଯଦି ମୁଁ ସଜେଷ୍ଟ କଲି ତ ଏକ୍ସ ର ଭ୍ୟାଲୁ ଯଦି 2 ନେଲି ତ ଆନ୍ସରଟା ମୋର 3 ହେଇଯିବ ହେଲା ତ କନସିକ୍ୱେନ୍ସ ବା ଫଳାଫଳ ବି ଦେଖିବାକୁ ପଡିବ ଯଦି ସେଇ एक्स ର ଭ୍ୟାଲୁ 2 ଦ୍ୱାରା ନବା ଦ୍ୱାରା ଆମର ପ୍ରୋବ୍ଲେମଟା ସଲ୍ଭ ହେଇଯାଉଛି ଦେନ୍ ସେଇଟା ହେଉଛି ତାର ସଲ୍ୟୁସନ ହେଲା ତାହେଲେ ସଲ୍ୟୁସନ ସିଲେକ୍ଟେଡ ଦେନ୍ ଲାଷ୍ଟ ଷ୍ଟେପରେ ଆସୁଛି କଣ କନସିକ୍ୱେନ୍ସ କଣ ହବ ସେଇଟା ଦେଖିଲା ପରେ ଆମେ ସଲ୍ୟୁସନଟା କଣ ହବ ସେଇଟା ଜାଣିପାରିବା ତ ବର୍ତ୍ତମାନ ହଉଛି କଣ ତାପରେ ଆସୁଛି କଣ ଡେଭଲପିଂ ପ୍ରୋବ୍ଲେମ ସଲଭିଂ ଆବିଲିଟି ହେଲା ତାହେଲେ ପ୍ରୋବ୍ଲେମ ସଲଭିଂ ଆବିଲିଟି ଆମର କେମିତି ଡେଭଲପ ହବ ତ ମୋଟିଭେସନ ଦ୍ୱାରା ଗୋଟେ ପିଲାକୁ ଯଦି ମୋଟିଭେଟ କରାଯାଏ ଯେ ଏଇଠି ତୋର ପ୍ରୋବ୍ଲେମ ଅଛି ତ ତୁ ନିଜେ ସେଲ୍ଫ ମୋଟିଭେସନ ଦରକାର ଇଣ୍ଟ୍ରେନ୍ସିକ ମୋଟିଭେସନ ଆଉ ସେଲ୍ଫ ମୋଟିଭେସନ ଦିଟାଙ୍କ ହିଁ ଦରକାର ଏକ୍ସଟ୍ରେନ୍ସିକ ମୋଟିଭେସନ ଦିଟାଙ୍କ ହିଁ ଦରକାର ହେଲା ତ ମୋଟିଭେସନ ଓଭରାଲି ମୋଟିଭେସନ ହଉଛି ଇମ୍ପୋର୍ଟାଣ୍ଟ ପ୍ରୋବ୍ଲେମ ସଲଭିଂ ଆବିଲିଟି ପାଇଁ ଦେନ୍ ପ୍ରେଜେଣ୍ଟେସନ ତାକୁ ଆମେ ରିପ୍ରେଜେଣ୍ଟ କରିପାରୁଥିବା ଦରକାର ଡାଇଭରଜେଣ୍ଟ ଥିଙ୍କିଂ ହେଲା ଡାଇଭରଜେଣ୍ଟ ଥିଙ୍କିଂ ତାପରେ ଡିଫିକଲ୍ଟି ଲେବଲ ତାପରେ ପ୍ରାକ୍ଟିସ କଣଟା ଡିଫିକଲ୍ଟି ରହୁଛି ତାକୁ ମାନେ ଡାଇଭରଜେଣ୍ଟ ଥିଙ୍କିଂ ମିନ୍ସ କଣ କି ଯେ ସବୁଆଡୁ ଆମେ ଚିନ୍ତା କରିବା ଯେ କି ମନେକର ଗୋଟେ ପ୍ରୋବ୍ଲେମର ସଲ୍ୟୁସନ ମ୍ୟାଥମେଟିକ୍ସଟା ଗୋଟେ ସଲ୍ଭ ହେଇଛି ତ ତାର ବିକଳ୍ପ ପ୍ରଣାଳୀ ମାଧ୍ୟମରେ ଆମେ ସଲ୍ଭ କରିବା ସେ ଯୋଉ ମେଥଡରେ ଆମକୁ ଟିଚର ପଢେଇଛନ୍ତି ତା ବ୍ୟତୀତ ଆମେ ଅଲଗା ମେଥଡରେ ତାକୁ ସଲ୍ଭ କରୁଛେ ତାକୁ ହିଁ କୁହାଯାଉଛି ଯେ ଡାଇଭରଜେଣ୍ଟ ଥିଙ୍କିଂ ହେଲା ମାନେ ଯୋଉ ମେଥଡରେ ସଲ୍ଭ ହେଇଛି କିଛି ନ୍ୟୁ ଟେକ୍ନିକ ଆପ୍ଲାଏ କରିବାକୁ ତାକୁ ହିଁ କୁହନ୍ତି ଡାଇଭରଜେଣ୍ଟ ଥିଙ୍କିଂ ଦେନ୍ ଆସୁଛି କଣ ଡିଫିକଲ୍ଟି ଲେବଲ ତାହେଲେ ଡିଫିକଲ୍ଟିର ଲେବଲ ବି ଦେଖିବା ଆଉ ତାକୁ ସଲ୍ୟୁସନ କରିବାକୁ ଚେଷ୍ଟା କରିବା ହେଲା ତାପରେ ପ୍ରାକ୍ଟିସ ଦ୍ୱାରା ହିଁ ସବୁ ସମସ୍ୟାର ସମାଧାନ ହୋଇଥାଏ ସ୍ପେସିଆଲି ଏଇଟା ମ୍ୟାଥମେଟିକ୍ସ ପାଇଁ କି ପ୍ରାକ୍ଟିସଟା ହଉଛି ବହୁତ ଇମ୍ପୋର୍ଟାଣ୍ଟ ଦେନ୍ ତାର ମେରିଟ୍ସ କଣ ଆସୁଛି ଯେ ପ୍ରୋବ୍ଲେମ ସଲଭିଂର ମେଥଡର ଇଟ୍ ଇଜ ଭେରି ୟୁଜଫୁଲ ମେଥଡ ଫର of teaching ତାହେଲେ ଟିଚିଂ ପାଇଁ ଏଇଟା ବହୁତ ୟୁଜଫୁଲ ଆଉ ଇନ୍ ଦିସ୍ ମେଥଡ ଷ୍ଟୁଡେଣ୍ଟସ୍ ଆର୍ ଆକ୍ଟିଭଲି ଏନଗେଜଡ ଇନ୍ ଦି ପ୍ରୋସେସ ତାହେଲେ ଏଇଟା ଗୋଟେ ଷ୍ଟୁଡେଣ୍ଟ ସେଣ୍ଟରଟା ଷ୍ଟୁଡେଣ୍ଟ ମାନଙ୍କ ଇମ୍ପୋର୍ଟାନ୍ସ ସେଥିରେ ଅଧିକା ରହୁଛି ସେଇଟା ହଉଛି ତାର ଡିମେରିଟ
ताले इन दिस मेथड स्टूडेंट्स आर गिवन अपॉर्चुनिटी टू डिस्कवर न्यू नॉलेज ताले स्टूडेंट माने निजर न्यू नॉलेज गेन करि परथांदी ए मेथड द्वारा बोलिका सेटा ही होची तारा मेरिट इन दिस मेथड स्टूडेंट्स ट्राई टू लर्न हाउ टू सॉल्व द प्रॉब्लम ताले शिक्षार्थी माने कोन जानि थांदी शिखि थांदी कोन जे प्रॉब्लम रो सॉल्यूशन बाहर करि कंदी समस्या रो समाधान किपरि भाबे कर परिबे ताकू ही ताकू करथांदी तो सेटा होची तारा मेरिट दिस मेथड डेवलप्स गुड रिलेशनशिप बिटवीन टीचर एंड स्टूडेंट्स ताले एटा भलो संपर्क स्थापन करे टीचर और स्टूडेंट को मध्य रे तो बर्तमान ओवरऑल हमर जो टीचिंग गुडा को दिया जाउची क्लासरूम रे तो सेटा लर्नर सेंटर्ड रहउची हला जोतरे की टीचर और स्टूडेंट को मध्य गुड रिलेशनशिप रहउची तो वर्तमान ये जो प्रॉब्लम सॉल्विंग रो मेरिट्स रे भी सेतरे भी जाउची जे गुड रिलेशनशिप बिटवीन टीचर एंड स्टूडेंट्स ए मेथड जो डेवलप होता है then this method provides opportunity to students to satisfy their interest and ability ताले एटा कोन करथे ना opportunity देते स्टूडेंट माननकु तांकर इंटरेस्ट और एबिलिटी बढ़ाया पई then तारा demerit आछि कोन देखिबा the problem solving method is a lengthy and time consuming method ताले यार demerit रे कोन जाउची जेटा होची गोटे टाइम कंज्यूमिंग और लेंदी बहुत टाइम कंज्यूम करे और बहुत लॉन्ग प्रोसेस हला तो सेटा ही होची तारा डिमेरिट दिस मेथड इज नॉट यूजफुल फॉर लोअर क्लासेस तो छोटो छुआ मानन पई ए मेथड टा एप्लीकेबल नो बा छोटो प्राइमरी लेवल को पई एडा एप्लीकेबल नो से माने निजर प्रॉब्लम सॉल्व करि परिबे सेटा नो जे टीचर को भी प्रॉब्लम टा सॉल्व करियार अछि तो पुअर स्टूडेंट्स आर नॉट बेनिफिटेड बाय दिस मेथड तले जो पिला मानकर आईक्यू लेवल टे कम थाए बा टिके लो थाए तो सेमानन पई एडा बेनिफिट नुहे आ एडा एप्लीकेबल नुहे बोलका को जायछि इट इज नॉट पॉसिबल टू सिलेक्ट प्रॉब्लम रिलेटेड टू रियल लाइफ सिचुएशन तले इट इज नॉट पॉसिबल टू सिलेक्ट प्रॉब्लम रिलेटेड टू रियल लाइफ सिचुएशन हला एडा पॉसिबल नुहे जे समस्या को समाधान करिबा रियल लाइफ सिचुएशन सहित रिलेट करिकी सब प्रॉब्लम जे सॉल्व हो जो से कथा नुहे बोलिका को जायछि सेटा होछि तार डिमेरिट तो आज पई एतिक थिला थैंक यू।